ଏବେ ତ ବହୁତ ଭଲ ପଣସ ମିଳୁଛି। ଆପଣ ପଣସରେ ବହୁତ ପ୍ରକାର ରେସିପି ପ୍ରସ୍ତୁତ କରି ଖାଇବେଣି। ମୁଁ ଆଜି ପଣସରେ ଆପଣମାନଙ୍କୁ ଗୋଟେ ନୂଆ ପ୍ରକାର ରେସିପି ବନେଇକି ଦେଖେଇବି। ଆପଣ ଏହି ରେସିପିକୁ ବହୁତ କମ୍ ତେଲରେ ଆଉ କମ୍ ସମୟରେ ପ୍ରସ୍ତୁତ କରି ପଖାଳ ଭାତ, ଗରମ ଭାତ ସହିତ ଖାଇପାରିବେ, ନହେଲେ ଏମିତି ସ୍ନାକ୍ସ ହିସାବରେ ବି ଖାଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ପଣସ କଠାର ଏହି ରେସିପି ପାଇଁ ମୁଁ ଏଠି କିଛି ପଣସ କଠା ନେଇଛି। ମୁଁ ଏଠି ପଣସ କଠାକୁ ବେଶୀ ବଡ଼ ବଡ଼ କି ବେଶୀ ଛୋଟ ଛୋଟ କରି କାଟିନି। ପଣସ କଠାକୁ କାଟିଲା ପରେ ମୁଁ ଏଠି ପାଣିରେ ରଖିଛି। ଏହାଦ୍ୱାରା ପଣସ କଠା କଳା ପଡ଼ିବନି। ଏବେ ଆମେ ପଣସ କଠାକୁ ସିଝେଇବା, ସେଥିପାଇଁ ମୁଁ ଏଠି ଗୋଟେ ପ୍ରେସର କୁକରରେ ଗୋଟେ ଗ୍ଲାସ୍ ପାଣି ଦେଇଛି। ଏବେ ଆମେ ପଣସ କଠାକୁ ଭଲ ଭାବେ ଧୋଇକି ପାଣିରୁ ଛାଣିକି ପ୍ରେସର କୁକରରେ ଦେଇଦେବା। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଲୁଣ ପକାଇଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ପ୍ରେସର କୁକରର ଲିଡ୍ ବନ୍ଦ କରିଦେବା। ମୁଁ ଏଠି ପ୍ରେସର କୁକରକୁ ଇଣ୍ଡକ୍ସନରେ ବସାଇ ଦେଇଛି। ହାଇ ଫ୍ଲେମ୍ରେ ଗୋଟେ ସିଟି ଆଉ ଲୋ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଆସିବା ପର୍ଯ୍ୟନ୍ତ ଆମେ ପଣସ କଠାକୁ ସିଝେଇବା, ଯେମିତି ପଣସ କଠା ପୁରା ଭଲସେ ସିଝିଯିବ। ମୁଁ ଏଠି ଗୋଟେ ଛେଚା ବା ହୁମୁଦସ୍ତା ନେଇଛି। ଏବେ ମୁଁ ଏଥିରେ 2ଟା କଞ୍ଚା ଲଙ୍କା, 1 ଇଞ୍ଚର ଅଦା ଆଉ 8ରୁ 10 ପାଖୁଡ଼ା ରସୁଣ ଦେଇଛି। ଏବେ ଆମେ ଆକୁ ଛେଚିକି ଆର ଗୋଟେ ପେଷ୍ଟ ବନେଇଦେବା। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ପ୍ରେସର କୁକରରୁ 2ଟା ହୁଇସିଲ୍ ଆସିଲା ପରେ ମୁଁ ଇଣ୍ଡକ୍ସନ୍ ବନ୍ଦ କରିଦେଇଥିଲି। ପ୍ରେସର କୁକରର ପୁରା ଭେପର ଗଲା ପରେ ମୁଁ ଏଠି ଲିଡ୍ ଖୋଲିଛି। ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି ପଣସ କଠା ଏଠି ଭଲସେ ସିଝି ଯାଇଛି। ଏବେ ଆମେ ପଣସ କଠାକୁ ପାଣିରୁ ଛାଣିକି ଗୋଟେ ବଡ଼ ବାଉଲରେ କାଢ଼ିଦେବା। ମୁଁ ଏଠି ସବୁ ପଣସ କଠାକୁ ପାଣିରୁ ଛାଣିକି ନେଇଯାଇଛି। ଏବେ ଆମେ ଏହି ପଣସ କଠାକୁ ଥଣ୍ଡା ହେବାକୁ ଦେବା। ଆଉ ଯେଉଁ ପାଣିରେ ଆପଣ ପଣସ କଠାକୁ ସିଝେଇଥିଲେ ସେ ପାଣିକୁ ଫୋପାଡ଼ି ଦେବେ, କାରଣ ଏ ବେଳେବେଳେ କଷା ଲାଗିଥାଏ। ପଣସ କଠା ଏଠି ଭଲସେ ଥଣ୍ଡା ହୋଇଗଲାଣି। ଏବେ ଆମେ ଏହି ପଣସ କଠାକୁ ମ୍ୟାରିନେଟ୍ କରିବା। ସେଥିପାଇଁ ପ୍ରଥମେ ମୁଁ ଏଥିରେ 1/3 ଟେବୁଲ ସ୍ପୁନ୍ ହଳଦୀ ଗୁଣ୍ଡ ଦେଇଛି। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଚିକେନ୍ ମସଲା ଆଉ କଲର୍ ପାଇଁ କାଶ୍ମୀରୀ ଲଙ୍କା ଗୁଣ୍ଡ ପକାଇଛି। ଆ ଜାଗାରେ ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ପକାଇ ପାରିବେ। ତାପରେ ମୁଁ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇଛି। ଆପଣ ଦେଖିକି ଲୁଣ ପକାଇବେ, କାରଣ ପଣସ କଠା ସିଝେଇଲା ବେଳେ ଆମେ ସେଥିରେ ଲୁଣ ପକାଇଥିଲେ। ତାପରେ ମୁଁ ଏଥିରେ ଗୋଟେ ବଡ଼ ପିଆଜକୁ ଟିକେ ମୋଟା ମୋଟା ଆଉ ଲମ୍ବା ଲମ୍ବା କରି କାଟିକି ଦେଇଛି। ଏବେ ଆମେ ଏଥିରେ ଛେଚିକି ରଖିଥିବା ରସୁଣ, ଅଦା ଆଉ କଞ୍ଚା ଲଙ୍କାକୁ ଦେଇଦେବା। ଆଉ ସବୁକୁ ଭଲ ଭାବେ ମିକ୍ସ କରିଦେବା, ଯେମିତି ମସଲା ପଣସ କଠା ଉପରେ ଭଲସେ କୋଟ୍ ହେଇଯିବ। ମୁଁ ଏଠି ସବୁକୁ ଭଲସେ ମିକ୍ସ କରିଦେଇଛି। ତାପରେ ମୁଁ ଏଥିରେ ଚାଉଳ ଗୁଣ୍ଡ ଦେଉଛି। ଚାଉଳ ଗୁଣ୍ଡ ଦେବା ଦ୍ୱାରା ଏହି ପଣସ ଭଜା କୁଡ଼ୁମୁଡ଼ିଆ ବନିବ। ଚାଉଳ ଗୁଣ୍ଡ ଜାଗାରେ ଆପଣ କର୍ଣ୍ଣଫ୍ଲୋର୍ ବି ନେଇପାରିବେ। ଧୀରେ ଧୀରେ ଚାଉଳ ଗୁଣ୍ଡ ଦେଇ ଆକୁ ଭଲସେ ମିକ୍ସ କରିବେ। ଯଦି ଦରକାର ପଡ଼ିବ ଆପଣ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ଆକୁ ମିକ୍ସ କରିବେ, ଯେମିତି ଚାଉଳ ଗୁଣ୍ଡ ପଣସ କଠା ଉପରେ ଭଲସେ କୋଟ୍ ହେଇଯିବ। ଆପଣ ଏହି ରେସିପିକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ମୁଁ ଏଠି ସବୁକୁ ଭଲସେ ମିକ୍ସ କରିଦେଇଛି। ଏବେ ମୁଁ ଆକୁ 10 ମିନିଟ୍ ପାଇଁ ମ୍ୟାରିନେଟ୍ ହେବାକୁ ରଖୁଛି। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଏଠି 10 ମିନିଟ୍ ହେଇଗଲାଣି। ଏବେ ଆମେ ପଣସ କଠାକୁ ଭାଜିବା। ଆପଣ ଚାହିଁଲେ ପଣସ କଠାକୁ ସାଙ୍ଗେ ସାଙ୍ଗେ ଭାଜି ପାରିବେ। ପଣସ କଠାକୁ ଭାଜିବା ପାଇଁ ମୁଁ ଏଠି ଗୋଟେ ପ୍ୟାନ୍ରେ କିଛି ତେଲ ଦେଇ ଗରମ ହେବାକୁ ରଖିଛି। ପ୍ୟାନ୍ ଜାଗାରେ ଆପଣ ତାୱା ନେଇପାରିବେ। ଏମିତି ଫ୍ଲାଟ୍ ବାଲା ତାୱା କି ପ୍ୟାନ୍ ନେବେ। ତେଲ ଭଲ ଭାବେ ଗରମ ହୋଇଗଲା ପରେ ଏବେ ଆମେ ଏଥିରେ ଯେଉଁ ମ୍ୟାରିନେଟ୍ କରି ପଣସ କଠାକୁ ରଖିଥିଲେ ତାକୁ ଏମିତି ଖେଳେଇ ଖେଳେଇକି ଦେଇଦେବେ। ଆପଣଙ୍କ ପ୍ୟାନ୍ରେ ଯେତିକି ପଣସ କଠା ଜାଗା ହେବ ସେତିକି ପଣସ କଠା ଦେବେ।
प्रथमे आम पणस कठा को मीडियम टू हाई फ्लेम रे 1 ରୁ 2 मिनिट पर्यंत फ्राए करिबा। तापरे आपण पणस कठा को धीरे धीरे कि लेउटेबे। पणस कठा को सांगे सांगे लेउटे देबेनी, नहले आ ऊपर जो कोटिंग अछि से छाड़ी जिवो। पणस कठा को प्रति 1 ରୁ 2 मिनिट पर लेउटे लेउटे आम को मीडियम टू हाई फ्लेम रे फ्राए करिबा, जेमती पणस कठा भल से लाइट गोल्डन ब्राउन कलर है क्रिस्पी है फ्राए हो। ए पणस कठा एटी क्रिस्पी आ लाइट गोल्डन ब्राउन कलर है फ्राए हो जाइए। एबे आम सबको आउ थरे भल भाबे मिक्स करिदबा आ गैस बंद करिदबा। मसला दिया कुड़मुड़िया पणस कठा तावा भजा एटी रेडी हो जाइए। जदि आपन को पणसर एही नुआ प्रकार रेसिपी भल लगी ताले को लाइक करिवे, आपण को सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नाहंती ताले सब्सक्राइब करबा को जमार भूलिबेनी। पाखर था बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपण प्रथमे देखि परिबे। जदि फेसबुक रे देखुचंती ताले फॉलो करबा को जमार भूलिबेनी। थैंक यू फॉर वाचिंग।